କଥା ହେଉଛି କ'ଣ କି ନିର୍ବାଚନ ଆଚରଣ ବିଧି ଅନୁସାରେ ମାନେ ଛୋଟ ଛୁଆମାନଙ୍କୁ ନିର୍ବାଚନରେ ବ୍ୟବହାର କରାଯିବା ଉଚିତ ନୁହେଁ। ଯେକୌଣସି ଦଳର ପ୍ରାର୍ଥୀ ହୁଅନ୍ତୁ ନା କାହିଁକି ସେମାନେ ନିର୍ବାଚନର ଛୋଟ ଛୁଆମାନଙ୍କୁ ୟୁଜ୍ କରିବାର କୌଣସି ଆବଶ୍ୟକତା ନାହିଁ ବା ୟୁଜ୍ କରିବା ନିଷେଧ ବୋଲି ନିର୍ବାଚନ କମିଶନ ପୂର୍ବରୁ ଏ ନୀତିଟା ନିର୍ଦ୍ଧାରଣ କରିଛନ୍ତି। କାରଣ କେବଳ ଯେଉଁ ପ୍ରାପ୍ତବୟସ୍କ ଲୋକ ଯୁବକମାନେ ଯେଉଁମାନେ କି ଭୋଟ୍ ଦେବେ, ଭୋଟ୍ ଦେବାର ଅଧିକାର ଯେଉଁମାନଙ୍କର ଅଛି ସେମାନେ ନିର୍ବାଚନ ରାଲି ବା ନିର୍ବାଚନର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଯେଉଁ ଛୋଟ ଛୁଆ ଯେଉଁଗୁଡ଼ିକ ସେମାନଙ୍କୁ ନିର୍ବାଚନରେ କୌଣସି କାର୍ଯ୍ୟକ୍ରମରେ ବ୍ୟବହାର କରାଯିବାର କୌଣସି ଆବଶ୍ୟକତା ନାହିଁ ବା ସେଇଥିପାଇଁ କି ନିର୍ବାଚନ କମିଶନ ନିଷେଧ କରିଦେଇଛନ୍ତି ଯେ ନିର୍ବାଚନରେ ଛୋଟ ଛୁଆମାନଙ୍କୁ ବ୍ୟବହାର କରାଯିବ ନାହିଁ। ତାହା ସତ୍ତ୍ୱେ ଦେଖାଯାଉଛି ବିଜେପି ଦଳ ବାରମ୍ବାର ଏ ନିର୍ବାଚନ କମିଶନଙ୍କ ଏହି ନିର୍ଦ୍ଦେଶନାମାଙ୍କୁ ଅମାନ୍ୟ କରି ଛୋଟ ଛୁଆମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛି ଏବଂ ନିର୍ବାଚନ ରାଲିରେ ବ୍ୟବହାର କରୁଛି, ଯେଉଁଥିପାଇଁ କି ବିଜେଡ଼ି ଅତି କମରେ 6 ଥର ଅଭିଯୋଗ କଲାଣି ନିର୍ବାଚନ କମିଶନଙ୍କ ନିକଟରେ। ସେହିଭଳି ଆମର ଭୁବନେଶ୍ୱର ଯେ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ସେ ଜଣେ ଅତ୍ୟନ୍ତ ଉଚ୍ଚଶିକ୍ଷିତା ଏବଂ ପ୍ରଶାସନିକ ଅଧିକାରୀ ଥିଲେ ଏବଂ ସେ ପ୍ରଶାସନିକ ଅଧିକାରୀ ଥିଲେ ବୋଲି ବାରମ୍ବାର ଗର୍ବ କରି ସେଇ କଥା ତାଙ୍କ ବାଇଟ୍ରେ କହନ୍ତି ଏବଂ ତାଙ୍କୁ ନୀତି ନିୟମ ସବୁ ଜଣା ବୋଲି ସେ ବାରମ୍ବାର ଗର୍ବ କରିକିରି ସେଟା ପ୍ରଦର୍ଶନ କରନ୍ତି। କିନ୍ତୁ ଦେଖିଲେ ବାସ୍ତବ କ୍ଷେତ୍ରରେ କ'ଣ ହେଉଛି ନା ଅପରାଜିତା ଷଡ଼ଙ୍ଗୀ ନିଜେ 3 ଥର ଅତି କମରେ 3 ଥର ନିର୍ବାଚନ ଏଇ ଯେଉଁ ଛୋଟ ଛୁଆମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଥିବା ବିଷୟ ନେଇକରି ବିଜେଡ଼ି ତରଫରୁ ନିର୍ଦ୍ଦିଷ୍ଟ ଅଭିଯୋଗ ହୋଇଛି ଏବଂ ଯେଉଁ ଅଭିଯୋଗ ହୋଇଛି ସେ ଅଭିଯୋଗଟା ଅମୂଳକ ନୁହଁ। ସେ ଅଭିଯୋଗ ବିଜେଡ଼ି ପ୍ରମାଣ ସହ ଉପସ୍ଥାପନ କରିଛି ନିର୍ବାଚନ କମିଶନଙ୍କ ନିକଟରେ। ତେଣୁ ନିର୍ବାଚନ କମିଶନ ତୁରନ୍ତ ଏ ବିଷୟରେ ପଦକ୍ଷେପ ନେବାର ନିହାତି ଆବଶ୍ୟକତା ଥିଲେ ମଧ୍ୟ ଏପରି ତାକୁ ଅବଜ୍ଞା କରି ଅପରାଜିତା ଷଡ଼ଙ୍ଗୀ ତାଙ୍କର କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି, ଯେଉଁଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଏବଂ କୌଣସି କ୍ଷେତ୍ରରେ ସେ ଯିଏ ହୁଅନ୍ତୁ ନା କାହିଁକି ଅପରାଜିତା ଷଡ଼ଙ୍ଗୀ ହୁଅନ୍ତୁ କି ବିଜେଡ଼ି ଦଳର କୌଣସି ନେତା ହୁଅନ୍ତି, ଯେକୌଣସି ଲୋକ ଏଭଳି କାର୍ଯ୍ୟକ୍ରମ କରିବ, ନୀତି ବିରୁଦ୍ଧରେ ଯିଏ କାର୍ଯ୍ୟ କରିବ ତାଙ୍କୁ ବିରୁଦ୍ଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଏଥିରୁ କ୍ଷାନ୍ତ କରିବାର ନିହାତି ଆବଶ୍ୟକତା ରହିଛି। ହଁ, ଯାହା ଦେଖାଯାଉଛି ଯେ ମାନେ ନିର୍ବାଚନ ଯେତିକି ନିକଟତମ ହେଉଛି ମାନେ ନିର୍ବାଚନର ତାତି ଯେତିକି ବଢ଼ୁଛି ସେ ଅନୁସାରେ ପାଣିପାଗର ତାତି ମଧ୍ୟ ବଢ଼ି ଚାଲିଛି। ଏପରିକି ଓଡ଼ିଶାର ଅନେକ ଜାଗାରେ 45 ଡିଗ୍ରୀରୁ ଅଧିକ ଉତ୍ତାପ ହେଲାଣି ଏବଂ ଦିନ ବେଳେ ବି ଘରୁ ବାହାରିବା ଅସମ୍ଭବ ହୋଇପଡ଼ୁଛି। ଏଇଭଳି ପରିସ୍ଥିତିରେ ବିଜେପି ଦଳ ଛୋଟ ଛୁଆମାନଙ୍କୁ ନେଇକରି ବ୍ୟବହାର କରୁଛନ୍ତି ତାଙ୍କର ପ୍ରଚାରରେ। ଏଇ ଯେଉଁ ଛୋଟ ଛୁଆମାନେ ସ୍କୁଲକୁ ଯିବେ ନାହିଁ ବୋଲି ସବୁ ସରକାରୀ ଓ ବେସରକାରୀ ସ୍କୁଲ କଲେଜ ବନ୍ଦ କରାଯାଇଛି। ତା ସତ୍ତ୍ୱେ ବି ଅପରାଜିତା ମ୍ୟାଡ଼ାମ୍ ଏବଂ ବିଜେପିର କେତେକ ନେତା ସେମାନେ ଛୋଟ ଛୁଆମାନଙ୍କୁ ତାଙ୍କ ନିର୍ବାଚନ ରାଲିରେ ନେଉଛନ୍ତି ଏବଂ ନିର୍ବାଚନ ପ୍ରଚାରରେ ବ୍ୟବହାର କରୁଛନ୍ତି, ଯେଉଁଟା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା ଏବଂ ଆଇନ ବିରୋଧୀ କଥା। ଏବଂ ଏଇଟା ଶିଶୁ ନିର୍ଯାତନା ପର୍ଯ୍ୟାୟ ଭିତରେ ଯିବ ଏବଂ এই ଶିଶୁ ନିର୍ଯାତନା ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବାର ନିହାତି ଆବଶ୍ୟକତା ରହିଛି। ତେଣୁ ଏହି ଅବସ୍ଥାରେ ସିଏ ଯିଏ ହୁଅନ୍ତୁ ନା କାହିଁକି ସେ ବିଜେଡ଼ି ଦଳର ହୁଅନ୍ତୁ, ସ୍ୱାଧୀନ ପ୍ରାର୍ଥୀ ହୁଅନ୍ତୁ କି କଂଗ୍ରେସ ଦଳ ହୁଅନ୍ତୁ, ଯେକୌଣସି ଲୋକ ଏ ଛୋଟ ଛୁଆମାନଙ୍କୁ ଯଦି ବ୍ୟବହାର କରୁଛି ଏଇ ଖରାରେ ବି ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଏଭଳି କାର୍ଯ୍ୟରୁ ନିବୃତ୍ତ କରିବାର ନିତାନ୍ତ ଆବଶ୍ୟକତା ରହିଛି।